ତମେ ହାରୁଛ ଏଇଟା ପାଇଁ ଯେ ତମେ ଭାବି ନେଇଛ। ତମେ ସବୁଦିନ ଉଠୁଛ କିନ୍ତୁ ତମର ଲକ୍ଷ୍ୟ କିଛି ନାହିଁ। ତମେ ଚାଲୁଛ କିନ୍ତୁ ତମର କିଛି ଉଦ୍ଦେଶ୍ୟ ନାହିଁ ହେଲା। ଏତିକି ମନେ ରଖ। ଯଦି ଏ ତିନିଟା ଜିନିଷ ତମେ ସବୁଦିନ ତମ ନିଜକୁ ପଚାରିଲ ନା, ତମକୁ ମନେ ପଡ଼ିବ ଯେ ମୁଁ କ'ଣ କରିବାର ଅଛି। କିଛି କରିନ ତମେ ଆଜି ପର୍ଯ୍ୟନ୍ତ। ତମେ ଯଦି ଏତିକି ଭାବୁନ ମୁଁ ଉଠୁଛି ସବୁଦିନ ମାନେ କିଛି ଗୋଟେ ଲକ୍ଷ୍ୟକୁ ନେଇକି ଉଠିବି, କୁଆଡ଼େ ଯିବି ମାନେ ଗୋଟେ ଉଦ୍ଦେଶ୍ୟକୁ ନେଇକି ଯିବି, ଖାଲିରେ କ'ଣ ପାଇଁ? କିଛି କରିବାର ଅଛି ନା ଜୀବନରେ। 2025ରେ କିଛି କରିନ ତ 2026ରେ ବି କ'ଣ କରିବି କହି ଆଶା ରଖନା। ଯଦି ତମେ ଭାବିଛ ଆଇଲା ବର୍ଷଠୁ କରିବି, 2026ରୁ କିଛି ନାହିଁ। ତମେ ଯଦି ଏବେ 2025ଠୁ ହିଁ ଭାବିଛ କରିନ ବୋଲେ ତମେ ଆଗକୁ ବି କରିବନି। କରିବ ମାନେ କିଛି ଗ୍ୟାରେଣ୍ଟି ନାହିଁ। ତମେ ଯଦି ଭାବିଛ ଏବେ ହିଁ ଷ୍ଟାର୍ଟ କର। ମୁଁ ଆଗରୁ ବି କହିଛି, ଏବେ ବି କହୁଛି, ଷ୍ଟାର୍ଟ କର ହେଲା। ଭାବିଲେ କିଛି ହେବନି। ଆଉ ତମେ ଭାବୁଛ ଏମିତି କରିବି ସେମିତି କରିବି ଆଉ ମୁଁ ସକ୍ସେସ୍ ହେଇଯିବି, କେବେ ନାହିଁ। ଷ୍ଟାର୍ଟ କର। ମୁଁ ଆଗରୁ ବି କହିଛି, ଏବେ ବି କହିଛି, ଷ୍ଟାର୍ଟ କର।